भौणी संजना हाँ तू तो जानी छु आज होछि माँ महालक्ष्मी को पूजा। हाँ भाई हेले भौणी हाँ भाई आमे दुहे मिसी माँ जगज्जननी माँ लक्ष्मी को पाखकु जाय आमे तांको पूजा अर्चना करबा भौणी। ठीक अछि भाई चल भौणी चल। हाँ भाई कि कारण भ्रमण करुच निबिड़ घोर अरण्य मध्य कह तुम परिचय प्रकाश कर बाबा। बाबा हाँ आम परिचय शुणव निश्चय रे बाबा। ताहले ठीक अछि बाबा आमे आम परिचय देउछु मन ध्यान दे सुन। सुन हे तपसी कहूछु आम्भर परिचय काहाकु कहिबु आम्भर ए दुखर विषय। हाँ बाबा आमे तो भाई भौणी भोक बिकल रे बुलुछु आम्भे भाई भौणी सुन हे पूज्य तपसी आम्भ दुख कहानी। भोक बिकल निबिड़ घोर अरण्य मध्य अकस्मात शत्रु हाणिले आसे आम्भ पितांकु भय रे पलाई आसिलु छाड़ी से ही राजकु। अकस्मात बुढ़ी हत्या कले तुम पिता माता को। शुणु बाबा भांगिला सोना संसार को सही रणजीत आसे पद्यान से गोपाल कही आश्रा दिया तपसी। कौन कहूँ रे बाबा। हाँ बाबा
ରଞ୍ଜିତ ସାମନ୍ତରାୟ ରଞ୍ଜିତ ସାମନ୍ତରାୟ ଯାହାର ମୁଖରୁ ବି ମୁଁ ଶୁଣିବାକୁ ପାଉଛି କେବଳ ସେହି ଗୋଟାଏ ବାକ୍ୟ ରଞ୍ଜିତ ସାମନ୍ତରାୟ। ହେଲେ ସେଇ ଶଳାଟା ଦେଖିବାକୁ କେମିତି କିରେ ବାବା? ସେ ଗୋଟେ ଶୈତାନ ବାବା। ଶୈତାନ? ହଁ। ହେଲେ ମୁଁ ତାକୁ କେବେ ବି ଦେଖିନି ରେ ବାବା। ଏଇ ମୋ ଦୁଇ କର୍ଣ୍ଣରେ ଶୁଣିଛି ତା ନାଁଟା ସତ, ହେଲେ ତାକୁ ଦେଖିନି। ସେ ହିଁ ମାରି ଦେଇଛି ତୁମର ମାତା ପିତା ମାନଙ୍କୁ। ହଁ ବାବା, ସେ ହିଁ ହତ୍ୟା କରିଦେଇଛି ଆମର ମା ବାପାଙ୍କୁ। ହେଲେ ବାବା, ଆମେ ଦୁଇ ଜଣ ଅନାଥ, ଆପଣ କିଛି ଦିନ ପାଇଁ ଆଶ୍ରୟ ଦିଅନ୍ତୁ ବାବା। ଅନାଥ ବୋଲି କହନାରେ ବାବା। ଜଗତ ଜନନୀ ମା ମହାଲକ୍ଷ୍ମୀ ଯେତେବେଳେ ଆଜି ହେଉଛି ଶେଷ ମାଣବସା ଗୁରୁବାର ଦିନରେ ବାବା, ଜଗତ ଜନନୀ ସାର୍ବଜନୀନ ଲକ୍ଷ୍ମୀ ପୂଜା, ଘରେ ଘରେ ଦ୍ୱାରେ ଦ୍ୱାରେ ଆଜି ଚାଲିଛି ମା ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଆଉ ସେଇ ଦିନରେ ବାବା ଅଘୋରୀ ପାଖରେ ଆସି ପହଞ୍ଚିଛ ଯେତେବେଳେ ନିଶ୍ଚୟ ତୁମର ମଙ୍ଗଳ ହେବ। ହେଲେ ବାବା, ତୋ ନାଁଟା? ମୋ ନାଁଟା ମୁଁ ହେଉଛି ସଞ୍ଜୟ, ଆଉ ଏ ମୋ ଭଉଣୀ ସଞ୍ଜନା। ଓହୋ, ତାହେଲେ ତୋ ନାଁଟା ହେଉଛି ସଞ୍ଜୟ, ଆଉ ସେ ତୋ ଭଉଣୀ ସଞ୍ଜନା। ହେଲେ ବାବା, କଥାଟେ କହିବି? କୁହନ୍ତୁ ବାବା। ଏଇ ନିବିଡ଼ ଘୋର ଅରଣ୍ୟ ମଧ୍ୟରେ ମୁଁ ଗୋଟିଏ ଛୋଟିଆ କୁଟୀରଟେ ନିର୍ମାଣ କରି ରହିଛି ରେ ବାବା। ଦେଖୁଛୁ ତ ବାବା, ଆମ୍ଭେ ହେଉଛି ସନ୍ନ୍ୟାସୀ ଲୋକ। ଜପ ତପସ୍ୟା ଓ ଧ୍ୟାନ କରିବା ହେଉଛି ଆମ୍ଭରି କାର୍ଯ୍ୟ। ଆଉ ତୁ ଯଦି ମୋ କଥାରେ ରାଜି ହଉ ତାହେଲେ ମୋରି କୁଟୀର ମଧ୍ୟରେ ରହିବରେ ବାବା। ଆଉ ଏଇ ଘୋର ଜଙ୍ଗଲ ମଧ୍ୟରେ ହିଂସ୍ର ବାଘ, ଭାଲୁ, ସିଂହ, ଶୃଗାଳ, ଏମିତିକି ଅଜଗର, ସାପ କେତେ କ'ଣ ଅଛନ୍ତି, ବିଚରଣ କରୁଛନ୍ତି ଏଇ ଜଙ୍ଗଲ ମଧ୍ୟରେ। ତେଣୁ ତୁ ଯଦି ଭାବିବୁ ତାହେଲେ କିଛି ଦିନ ରହିପାରୁ। କ'ଣ କହୁଛୁ? ଭଉଣୀ ସଞ୍ଜନା, ଭଲ ହେବ ଭଉଣୀ। ଆମେ କାହିଁକି ଇଆଡ଼େ ସିଆଡ଼େ ବୁଲି ହଇରାଣ ହେବା? ବରଂ ଏ ଜଣେ ମହାନ ତପସ୍ୱୀ, ତାଙ୍କ କୁଟୀରରେ ଆମେ କିଛି ଦିନ ରହିଯିବା ଭଉଣୀ, ବହୁତ ସୁବିଧା ହେବ। ନା ଭାଇ, ପାରିବିନି ଭାଇ, ମତେ ଭାରି ଡର ଲାଗୁଛି ଭାଇ, ମତେ ଭାରି ଡର ଲାଗୁଛି ଭାଇ, ମୁଁ ରହିବିନି ଭାଇ, ରହିବିନି। ଆଲୋ ତୁ ହଁ ବାବା, ମୁଁ ଅଛି ଭଉଣୀ, ସବୁ ସମୟରେ ତୁ ଛାଇ ହେଇକି ରହିବି। ତୋର କିଛି ବି ଅନିଷ୍ଟ ହେବନି ଭଉଣୀ। ନା ଭାଇ, ବୃଦ୍ଧ ବୟସ ଆସି ହେଲା ଉପଗତ, ଆଜନ୍ମ ବାଲ ବ୍ରହ୍ମଚାରୀ ଋଷି ଅଟେ ମୁଁ। ଏହି ଧରାଧାମରେ ନାମ ବି ଅଛି ଅଘୋରୀ। ଅଘୋରୀ ନାମରେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ନାମ ମୋର ଉଡ଼ୁଅଛି ଫର ଫର ହୋଇଯିବା। ତୋତେ ମୁଁ ମୋ ମା ବୋଲି ସମ୍ମାନ କରି ରଖିବି ରେ ମା। ଶୁଣିଲୁ ତ ବାବା, ମୁଁ ରହିବିନି ବାବା। ଏ ମା, ହ୍ୟାଲୋ, କିଛି ବି ଅସୁବିଧା ହେବନି ରେ ମା। ଆଲୋ ଏ ଭଉଣୀ, ଖାଇବାକୁ, ପିଇବାକୁ ଏବଂ ପିନ୍ଧିବା ପାଇଁ ବସ୍ତ୍ର ବି ସଂଗ୍ରହ କରିଦେବି ରେ ମା। ଡରିବାର କିଛି ନାହିଁ। ମୁଁ ପରା ସଦା ସର୍ବଦା ତୁମ ଦୁହିଁଙ୍କ ପାଖରେ ସଦା ସର୍ବଦା ରହିଥିବି ରେ ମା। ହଁ ଭଉଣୀ, ତୋର ଡରିବାର କିଛି ନାହିଁ। ହେଲେ ମୁଁ ଅଛି ଭଉଣୀ, ବୁଝା, ମୁଁ ଅଛି। ଚାଲ ଭଉଣୀ ଚାଲ, ଆମେ କିଛି ଦିନ ପାଇଁ ସେଠି ରହିଯିବା। ହଁ ଠିକ ଅଛି ଭାଇ। ଶୁଣିଲେ ତ ବାବା, ହଁ ମୋ ଭଉଣୀ ରାଜି ହେଇଛି। ଏ ମା, ତୁ ମୋ ମା ଭଳି ରହିବୁ ରେ ମା। ଆଜିଠାରୁ ମୁଁ ଭାବି ନେବି ମୋ ବାପ ଆଉ ମୋ ମା ମୋ ସାଙ୍ଗରେ ଅଛି ଯେତେବେଳେ ମୋ ଡର କାହାକୁ, ମୋ ଭୟ କାହାକୁ। ମା କାଲି ଅଛନ୍ତି ସାହା ହେବାକୁ। ଏ ମା, ଚାଲ କାଳ ବିଳମ୍ବ ନ କରି ବାହୁଡ଼ିବା ମୋ କୁଟୀର ମଧ୍ୟକୁ। ମୁଁ ଆଗରେ ଆଗରେ ଯାଉଛି, ମୋ ପଛରେ ପଛରେ ମୋ ପଥ ଅନୁସରଣ କରି ଚାଲ ରେ ବାବା। ଭୋକ ହେଉଛି ପରା, କିଛି ଫଳମୂଳ ସଂଗ୍ରହ କରି ନେଇ ଆସିବି,
आमे तीन प्राणी मिसी एकाठी बसिकी आराम से खाइबा रे माँ। चलो बाबा।